ମୋଦି ଦେବେ 15,000 ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ତ ଦେଖନ୍ତୁ ଆପଣମାନେ ଜାଣିଛନ୍ତି ଆଜି ହେଉଛି 15 ଅଗଷ୍ଟ ନରେନ୍ଦ୍ର ମୋଦି ସରକାର ଆମ ଭାରତର ପ୍ରଧାନମନ୍ତ୍ରୀ ଯାହାକି ଏଇ ନୂତନ ଆଣିଛନ୍ତି ସମସ୍ତଙ୍କ ପାଇଁ। ତ କଣ ଯୋଜନା ରହିଛି ଦେଖନ୍ତୁ ଭିଡ଼ିଓକୁ ଆପଣମାନେ ଜାଣିପାରିବେ କଣ ଲାଭ ମିଳିବ କେବେ ପାଇପାରିବେ। ତ ଦେଖନ୍ତୁ ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ। ତ ଦେଖନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ଅଗଷ୍ଟ ଅର୍ଥାତ୍ ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କ ଏକ ବଡ଼ ଉପହାର ଦେଇଛନ୍ତି। ସେ ଦେଶର ଯୁବମାନଙ୍କ ପାଇଁ 1,00,000 କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାଁରେ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ 3.5 କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର 15,000 ଟଙ୍କା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଯୁବକମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କ ପାଇଁ ଅନେକ ଯୋଜନା କାମ କରୁଛନ୍ତି। ମହିଳାମାନଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ ହୋଇଛି ଯାହା ଆଜି ଲକ୍ଷ ଲକ୍ଷ ମହିଳାଙ୍କୁ ସାହାଯ୍ୟ କରୁଛି। ସେହିପରି ଆଜିଠୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାଁରେ ଆଉ ଏକ ଯୋଜନା ଆରମ୍ଭ ହେଲା ଯେଉଁଥିରେ ଯୁବପିଢ଼ି ଉପକୃତ ହେଲେ ବେକାରୀ ସମସ୍ୟା ଦୂର ହେବ ସମସ୍ତ ରୋଜଗାର ପାଇବେ ଆଗକୁ ବଢ଼ିବେ। ଏହି ନୂତନ କି ଏହି ଯୋଜନା ଆଣିଛନ୍ତି ବିକଶିତ ବେରୋଜଗାର ଯୋଜନା। ଏଇଟା ହେଉଛି ନୂତନ ରୋଜଗାର। ତ ଆପଣମାନେ ଜାଣିଲେ ଏହି ରୋଜଗାର ଆପଣମାନେ ପାଇପାରିବେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଯାହାକି ଅଗଷ୍ଟ 15 ଆଜି ଯାହାକି କହିଦେଇଛନ୍ତି ନରେନ୍ଦ୍ର ମୋଦି ଆମ ଭାରତର ପ୍ରଧାନମନ୍ତ୍ରୀ। ଆପଣମାନେ ଜାଣିପାରିଥିବେ। ତ ଏଇଭଳି ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ ଲାଇକ୍ କରନ୍ତୁ।